नमस्कार दर्शक बंधु शुभ सकाळ आज ହେଉଛି ଜୁନ୍ ମାସ 13 ତାରିଖ ଶନିବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ଏକା ସାଙ୍ଗରେ ମିଳିବ 3 ମାସର ଭତ୍ତା। ଭତ୍ତା ପ୍ରଦାନରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହିତାଧିକାରୀଙ୍କୁ ଏକା ସାଙ୍ଗରେ ମିଳିବ 3 ମାସର ଭତ୍ତା। ମଧୁବାବୁ ପେନ୍ସନ୍ ଯୋଜନାରେ ଅଧିକ 6 ଲକ୍ଷ ହିତାଧିକାରୀ ଯୋଡ଼ି ହେବେ। ଏନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। 60 ବର୍ଷ ହେବା କ୍ଷଣି ଯୋଜନାରେ ସାମିଲ ହେବେ ହିତାଧିକାରୀ। ବୈଷୟିକ ପରିବର୍ତ୍ତନ ଯୋଗୁଁ ଭତ୍ତା ମିଳିବାରେ ସମସ୍ୟା ହୋଇଛି। ପରବର୍ତ୍ତୀ ଖବର, ନୂତନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କ ପାଇଁ ଅତିରିକ୍ତ 5 କିଲୋ ଚାଉଳ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ। କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ। କୌଣସି ବୟସ୍କ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ। ଏହି ମହାନ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ 2 ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀ ସେମାନଙ୍କ ନିୟମିତ ନିଃଶୁଳ୍କ ଚାଉଳ ସହିତ ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ 5 କିଲୋ ଚାଉଳ ଏହି ଯୋଜନାରେ ନିଃଶୁଳ୍କ ଆକାରରେ ମିଳିବ। ସୂଚନାଯୋଗ୍ୟ ଯେ ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋ ଚାଉଳ ବିନା ମୂଲ୍ୟରେ ପାଉଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ପ୍ରତ୍ୟେକ ହିତାଧିକାରୀ 10 କିଲୋ ଲେଖାଏଁ ଚାଉଳ ବିନା ମୂଲ୍ୟରେ ପାଇବେ। ରାଜ୍ୟର ସମୁଦାୟ 1,96,000 ପରିବାର 3,28,52,000 ସଦସ୍ୟ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର 80% ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ବାର୍ଷିକ 8,813 କୋଟି ଟଙ୍କା ଖର୍ଚ୍ଚ କରିବେ। ପରବର୍ତ୍ତୀ ଖବର, ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କଲା ମୌସୁମୀ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁରୁବାର ଦିନ ସୂଚନା ଥିଲା କି ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅଲଙ୍କନ ରହିଥିଲା। ଆଗାମୀ 2ରୁ 3 ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା 24 ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ବର୍ଷାର ବିଜୁଳି ସହ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିଲା। ପରବର୍ତ୍ତୀ ଖବର, ଟ୍ରମ୍ପଙ୍କ ୟୁକ୍ରେନ୍ ଇରାନ ଉପରେ ଆକ୍ରମଣ କରିବନି କହିଲା ଆମେରିକା। ଟ୍ରମ୍ପଙ୍କ ବଡ଼ ଘୋଷଣା। ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ୱାକ୍ଷରିତ ହେବ ଐତିହାସିକ ଚୁକ୍ତି। ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଇରାନ ସହ ଯୁଦ୍ଧ ଶେଷ କରିବା ପାଇଁ ଏକ ମହାନ ସମାଧାନ ହୋଇଛି। ପରବର୍ତ୍ତୀ ଖବର, ମୋହନ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ। କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୋହନ ମାଝୀ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ। ଏହି ଅବସରରେ ରାଜ୍ୟରେ ପରିବର୍ତ୍ତନ ଧାରା ଦେଖିବାକୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶର ସୁଫଳରେ ସମସ୍ତେ ଭାଗିଦାର ଆମର ଲକ୍ଷ୍ୟ। ଗତ 2 ବର୍ଷ ମଧ୍ୟରେ 121ଟି ନୂଆ ଯୋଜନା ଆରମ୍ଭ କରିଛୁ। ସବୁ ଗାଁକୁ ମୌଳିକ ସୁବିଧା ଯୋଗାଇ ଦେବା ଆମର ମିଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। 2027 ସୁଦ୍ଧା ଆମେ ଏହି କାର୍ଯ୍ୟର ସଫଳ ରୂପାୟନ କରିବୁ। ମହିଳାଙ୍କ ସଶକ୍ତିକରଣ ଆମ ସରକାରଙ୍କ ଲକ୍ଷ୍ୟ। ଲକ୍ଷ୍ୟ ପ୍ରତିନିଧି ତିଆରି କରିବାରେ ଦେଶରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମାଗଣା ବସ୍ରେ ଯିବେ ନିଟ୍ ପରୀକ୍ଷାର୍ଥୀ। ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କଲେ ରାଜ୍ୟ ସରକାର। ଆଡମିଟ୍ କାର୍ଡ଼ ଦେଖାଇ ପରୀକ୍ଷାର୍ଥୀ OSRTC ବସ୍ରେ ମାଗଣାରେ ଯାଇପାରିବେ। ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍ ସେବା। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି। ଆସନ୍ତା 21 ତାରିଖରେ ନିଟ୍ ପୁନର୍ପରୀକ୍ଷା ହେବ। ରାଜ୍ୟରେ 134ଟି ପରୀକ୍ଷା କେନ୍ଦ୍ରରେ 56,983 ଜଣ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମାଗଣାରେ ବସ୍ ସେବା ଉପଲବ୍ଧ କରାଯାଇଥିବା ସ୍ଥାନଗୁଡ଼ିକ ହେଉଛି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ା, ଭବାନୀପାଟଣା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଜୟପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଫୁଲବାଣୀ,
ପୁରୀ, ରାଇରଙ୍ଗପୁର, ସମ୍ବଲପୁର, ରାଉରକେଲା ସମେତ ପାରଳାଖେମୁଣ୍ଡି ଆଦି ସ୍ଥାନରେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ଖବର, କେଦାରନାଥ ଯାତ୍ରା ସମୟରେ ଅଘଟଣ, ଜଣେ ମୃତ ଓ ଅନ୍ୟ ଜଣ ଗୁରୁତର। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଟ୍ରେକିଂ ମାର୍ଗରେ 2 ଜଣ ଯୁବକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି ଯେ ଏକ ସର୍ଟକଟ୍ ରାସ୍ତାରେ ତଳକୁ ଓହ୍ଲାଇବା ସମୟରେ 2 ଜଣ ତୀର୍ଥଯାତ୍ରୀ ଗଭୀର ଖାଇରେ ପଡ଼ିଯାଇଥିଲେ। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁସାରେ ଏହି ଘଟଣା କେଦାରନାଥ ପଦଯାତ୍ରା ମାର୍ଗରେ ପୋଲ ନମ୍ବର 337 ଏବଂ 340 ମଧ୍ୟରେ ଘଟିଥିଲା। ଦୁର୍ଘଟଣାର ଶିକାର ହୋଇଥିବା 2 ଜଣ ଯୁବକ ସର୍ଟକଟ୍ ରାସ୍ତା ଦେଇ ତଳକୁ ଆସୁଥିଲେ। ଏହି ସମୟରେ ସେମାନଙ୍କର ପାଦ ଖସି ଯାଇଥିଲା ଏବଂ ଉଭୟ ଗଭୀର ଖାଇରେ ପଡ଼ିଯାଇଥିଲେ। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଡିଓସି ଜଣାଇଛି ଯେ ବୁଧବାର ଏହି ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏସ୍ଡିଆର୍ଏଫ୍ର ବଡ଼ ଲିଞ୍ଚୋଲି ଟିମ୍ ସହିତ ଓଏମ୍ଏଫ୍ କର୍ମଚାରୀ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ଖବର, ଟ୍ରିପଲ ତଲାକ ଏବଂ ଏସିଡ୍ ପୀଡ଼ିତାଙ୍କୁ ମିଳିବ ସରକାରୀ ବାସଭବନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି। ଟ୍ରିପଲ ତଲାକ ପୀଡ଼ିତା ହେଉ ବା ଏସିଡ୍ ପୀଡ଼ିତାଙ୍କୁ ମିଳିବ ସରକାରୀ ବାସଭବନ। ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ନିଷ୍ପତ୍ତି ନେଇଛି କି ମହିଳାଙ୍କୁ ସଶକ୍ତି କରିବା ପାଇଁ ସରକାରୀ ଯୋଜନାରେ ବିଶେଷ ଲାଭ ଦିଆଯିବା ଉଚିତ। ଯୋଗୀ ସରକାର ପୀଡ଼ିତା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଖ୍ୟମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଲାଭାନ୍ୱିତ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ମହିଳା କଲ୍ୟାଣ ବିଭାଗ ବିଭାଗୀୟ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ମହିଳା କଲ୍ୟାଣ ବିଭାଗରେ 3 ତଲାକ ଏବଂ ଏସିଡ୍ ଆଟାକ୍ ପୀଡ଼ିତା ମହିଳାଙ୍କ ସହିତ ନିରାଶ୍ରିତ ମହିଳାଙ୍କ ବିସ୍ତୃତ ଡାଟା ଏକାଠି କରାଯାଉଛି। ଏହାଦ୍ୱାରା ଯୋଗ୍ୟ ମହିଳାଙ୍କୁ ଯୋଜନାର ଲାଭ ପ୍ରାଥମିକତା ଆଧାରରେ ଉପଲବ୍ଧ କରାଯିବ। ମହିଳା କଲ୍ୟାଣ ବିଭାଗ ଦ୍ୱାରା ପୀଡ଼ିତ ମହିଳାଙ୍କ ବିବରଣୀ ଏକାଠି କରାଯିବ। ପୀଡ଼ିତା ମହିଳାଙ୍କ ବିବରଣୀ ଆଧାରରେ ଲାଭାର୍ଥୀଙ୍କୁ ବିଭିନ୍ନ ଯୋଜନା ସହିତ ଯୋଡ଼ାଯିବ। ଯୋଗୀ ସରକାରଙ୍କ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ କେବଳ ସୂଚନାର ଅଭାବ କିମ୍ବା ପ୍ରକ୍ରିୟାଗତ ଜଟିଳତା କାରଣରୁ ସରକାରୀ ଯୋଜନାରୁ ବଞ୍ଚିତ କରାଯାଇପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି ଯେଉଁ ମହିଳାମାନେ 3 ତଲାକ କିମ୍ବା ଏସିଡ୍ ଆଟାକ୍ ଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି କିମ୍ବା ପାଖରେ ସ୍ଥାନୀୟ ଆବାସ ନାହିଁ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ଦିଆଯିବ। ପରବର୍ତ୍ତୀ ଖବର, ସରକାର କରିଲେ ବଡ଼ ଘୋଷଣା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଲେଡିଜ୍ ସୁପରଭାଇଜର ଓ ବ୍ଲକ ସଂଯୋଗକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଛି। ଏହି ସ୍ମାର୍ଟଫୋନ୍ରେ ମହିଳା ଓ ଶିଶୁ ବିଭାଗର ବିଭିନ୍ନ ଆପ ରହିଛି। ଏହି ସ୍ମାର୍ଟଫୋନ୍ ଜରିଆରେ ଗାଁରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କୁ ବିଭାଗର ବିଭିନ୍ନ ଯୋଜନା ବାବଦରେ ଅବଗତ କରିବା ସହ ସମସ୍ୟାର ସମାଧାନ କରିପାରିବେ। ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ପ୍ରାୟ 80,000 ସ୍ମାର୍ଟଫୋନ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି। ଶିଶୁ ଏବଂ ମାଆମାନଙ୍କର ପୋଷଣ ସ୍ଥିତିର ସଠିକ୍ ତଥା ପ୍ରଭାବଶାଳୀ ତଦାରଖ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, 6ଟି ବିଭାଗର 8ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ର ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆಯೋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6ଟି ବିଭାଗର ପକ୍ଷରୁ ଆଗତ 8ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟର ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ରାଜସ୍ୱ ପ୍ରଶାସନ ଓ ଜଳ ସମ୍ପଦ କ୍ଷେତ୍ରରେ ଏହି ପ୍ରସ୍ତାବଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। କ୍ୟାବିନେଟ୍ରେ ଶିଳ୍ପ ବିଭାଗର 2ଟି, ଗୃହ ଓ ନଗର ଉନ୍ନୟନ ବିଭାଗର 2ଟି, ଜଳ ସମ୍ପଦ ବିଭାଗର 1ଟି, ରାଜସ୍ୱ ବିଭାଗର 1ଟି ଏବଂ ପର୍ଯ୍ୟଟନ ବିଭାଗର 2ଟି ପ୍ରସ୍ତାବ ଅନୁମୋଦନ ହୋଇଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରାୟ 2,000 କୋଟି ଟଙ୍କା ବ୍ୟୟରେ 2ଟି ନୂତନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ପରବର୍ତ୍ତୀ ଖବର, ଟିଏମ୍ସି ଛାଡ଼ିବେ ରଚନା ବାନର୍ଜୀ, ଦିଦିଙ୍କୁ ବଡ଼ ଝଟକା। ଟିଏମ୍ସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର 20 ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦିଦିଙ୍କୁ ହାତ ଛାଡ଼ିଦେଲେ କି ରଚନା ବାନର୍ଜୀ? ପଶ୍ଚିମବଙ୍ଗର ସାଂସଦ ତଥା ଅଲିଉଡ୍ ଶୋ ଟଲିଉଡ୍ର ନାମକରା ହିରୋଇନ୍ ରଚନା ଆଜି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଦିନେ ନିଜର ଲୋକପ୍ରିୟ ଶୋ ଦିଦି ନମ୍ବର 1 ମାଧ୍ୟମରେ ପଶ୍ଚିମବଙ୍ଗବାସୀଙ୍କ ହୃଦୟ ଜିତିଥିବା ରଚନା ଆଜି ଦିଦିଙ୍କ ହାତ ଛାଡ଼ି ଦେଇଛନ୍ତି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି। ଦଳର 20 ଜଣ ଏମ୍ପି ଏନ୍ଡିଏରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ପିଟିଆଇ ଅନୁଯାୟୀ ଏମ୍ପି କୋକଳି ଦସ୍ତିଦାର କହିଛନ୍ତି ଯେ ତାଙ୍କ ସମେତ 20 ଜଣ ଏମ୍ପି ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଖବର, ସାବଧାନ, ପେଟ୍ରୋଲ ଡିଜେଲ କିଣିବା ଉପରେ ଲାଗିଲା କଟକଣା। ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍। ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପେଟ୍ରୋଲ ପମ୍ପଗୁଡ଼ିକୁ ଇନ୍ଧନ କିଣିବା ଉପରେ କିଛି କଟକଣା ଲଗାଇଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ ଏବେ ଫ୍ୟାକ୍ଟରି ଏବଂ ବଡ଼ ବଡ଼ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପରୁ ତେଲ କିଣିପାରିବେ ନାହିଁ ଏବଂ ଜଣେ ଗ୍ରାହକଙ୍କୁ ଗୋଟିଏ ଦିନରେ 200 ଲିଟରରୁ ଅଧିକ ଡିଜେଲ ଦିଆଯିବ ନାହିଁ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ପଢ଼ିବେ ଛାତ୍ରଛାତ୍ରୀ, ଖର୍ଚ୍ଚର ବୋଝ ଆଉ। ମୋହନ ସରକାରଙ୍କୁ ଶୁକ୍ରବାର ପୂରିଛି 2 ବର୍ଷ। ଏହି ଫୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍ 2 ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର। ଜନତାଙ୍କ ସହ ମିଶିଛୁ। ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ। ଡବଲ ଇଞ୍ଜିନ ସରକାର ଡବଲ ପ୍ରଭାବ ପଡ଼ିଛି। 2 ବର୍ଷରେ 121ଟି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଭାବ ପକାଇଛି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାରିନଥିଲା 24 ବର୍ଷିଆ ସରକାର। ବିଦ୍ୟୁତ୍, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇପାରିନଥିଲେ ପୂର୍ବ ସରକାର। ଏଥିସହିତ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେଜିରୁ ପିଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ପଢ଼ିବେ ଛାତ୍ରଛାତ୍ରୀ। ରାଜ୍ୟର ଆର୍ଥିକ ଅନଗ୍ରସର ପିଲା ଏଥିରୁ ଉପକୃତ ହେବ। ପାଠପଢ଼ା ନିମନ୍ତେ ଖର୍ଚ୍ଚର ବୋଝ ଆଉ କାହା କାନ୍ଧରେ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପରବର୍ତ୍ତୀ ଖବର, ଆଜିର ସୁନାଦର ପୁଣି ବଢ଼ିଲା। ସୁନାଦର 22 କ୍ୟାରେଟ୍ ସୁନାଦର ଏବେ ଲଗାତାର 2 ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନାଦର। 24 କ୍ୟାରେଟ୍ ସୁନାଦର 10 ଗ୍ରାମ ପିଛା 2,940 ଟଙ୍କା ବୃଦ୍ଧି ପାଇଛି। ଫଳରେ 24 କ୍ୟାରେଟ୍ ସୁନାଦର 1,48,580 ଟଙ୍କାରେ ପହଞ୍ଚିଛି। 22 କ୍ୟାରେଟ୍ ସୁନାଦର 2700 ବୃଦ୍ଧି ପାଇ 1,36,200ରେ ପହଞ୍ଚିଛି। ପରବର୍ତ୍ତୀ ଖବର, ପୁଣି ମହାପ୍ରଭୁଙ୍କୁ ଅସମ୍ମାନ। ଶାଢ଼ୀରେ ଜଗନ୍ନାଥ ଚିତ୍ର ଦେଖି ତେଜିଲା ଅସନ୍ତୋଷ। ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡ଼ିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ୀ କାନିରେ 3 ରଥ ଓ ସେହି ରଥରେ 3 ଠାକୁରଙ୍କ ଚିତ୍ର ରହିଛି। ସୋନାଇ ଷ୍ଟୋର ନାମକ ଏକ ସଂସ୍ଥା ସୋସିଆଲ ମିଡ଼ିଆରେ ଏହି ବିଜ୍ଞାପନ ଦେଇଛି। ଏହାକୁ ନେଇ ଭକ୍ତ, ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ତୁରନ୍ତ ଶାଢ଼ୀରୁ ମହାପ୍ରଭୁଙ୍କ ଚିତ୍ର ହଟାଇବାକୁ ଦାବି ହୋଇଛି। ପରବର୍ତ୍ତୀ ଖବର, ସାରା ବିଶ୍ୱରେ ଠପ୍ ହେଲା ଫେସବୁକ୍ ଓ ଇନଷ୍ଟାଗ୍ରାମ। ହଇରାଣ ହେଲେ ଲକ୍ଷ ଲକ୍ଷ ୟୁଜର୍ସ। ଶୁକ୍ରବାର ଦିନ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଅଚଳ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ବ୍ୟବହାରକାରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ବଡ଼ ଧରଣର ସମସ୍ୟା ଯୋଗୁଁ ଅନେକ ଲୋକ ନିଜ ଆକାଉଣ୍ଟ ଖୋଲି ନଥିଲେ କିମ୍ବା ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକ ଜରୁରୀ ଫିଚର୍ସ ବ୍ୟବହାର କରିପାରିନଥିଲେ। ଭାରତ, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଫିଲିପାଇନ୍ସ ଏବଂ ବ୍ରିଟେନ୍ ସମେତ ଅନେକ ଦେଶର ବ୍ୟବହାରକାରୀ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ 7ଟା ବେଳେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ବ୍ୟବହାରକାରୀମାନେ ଅଭିଯୋଗ କରିଥିଲେ ଯେ ଆପ୍ଗୁଡ଼ିକ ଠିକ୍ ଭାବେ ଖୋଲୁନଥିଲା କିମ୍ବା ଏହାର ବିଷୟବସ୍ତୁ କଣ୍ଟେଣ୍ଟ ରିଫ୍ରେଶ୍ ହେଉନଥିଲା। ଯୋଗାଯୋଗ, ମନୋରଞ୍ଜନ ଏବଂ ବ୍ୟବସାୟିକ କାର୍ଯ୍ୟ ପାଇଁ ମେଟା ମାଲିକାନାରେ ଏହି ପ୍ଲାଟଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବା ଲୋକଙ୍କ ମଧ୍ୟରେ ଏହି ସମସ୍ୟା ତୁରନ୍ତ ଚିନ୍ତା ବଢ଼ାଇ ଦେଇଥିଲା। ପରବର୍ତ୍ତୀ ଖବର, ଜୁନ୍ 14ରେ ଅନେକ ଟ୍ରେନ୍ ବାତିଲ। ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ଜୁନ୍ 14 ପହିଲାରେ ରଜରେ ଅନେକ ଟ୍ରେନ୍ ବାତିଲ। ଯାତ୍ରା କରିବା ପୂର୍ବରୁ ସ୍ଥିତି ଯାଞ୍ଚ କରନ୍ତୁ। ଯଦି ଆପଣ ଟ୍ରେନ୍ରେ ଜୟପୁର, ପୁଣେ କିମ୍ବା ଅନ୍ୟ ସହରକୁ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ପୁଣେ ରେଳ ବିଭାଗ ଷ୍ଟେସନ ୟାର୍ଡରେ ସିଗ୍ନାଲିଂ, ଟେଲିକମ୍ୟୁନିକେସନ୍ ଏବଂ ଓଭରହେଡ୍ ବୈଦ୍ୟୁତିକ ଉପକରଣର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଜୁନ୍ 14ରେ 9 ଘଣ୍ଟାର ମେଗା ବ୍ଲକ୍ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ଏହି ବ୍ଲକ୍ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଡକ୍ଟର ସ୍ୱପ୍ନିଲ ନୀଲାଙ୍କ ଅନୁଯାୟୀ ରେଳ ସୁରକ୍ଷା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ, ବ୍ଲକ୍ ସମୟରେ ପୁଣେ ଷ୍ଟେସନରେ ଅନେକ ପ୍ଲାଟଫର୍ମ ଅସ୍ଥାୟୀ ଭାବରେ ବନ୍ଦ ରହିବ, ଯାହା ବିଭିନ୍ନ ଟ୍ରେନ୍ର ପରିଚାଳନାକୁ ମଧ୍ୟ ପ୍ରଭାବିତ କରିବ।
ପରବର୍ତ୍ତୀ ଖବର ଜୁନ୍ 15ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା ସୋମବାର ଜୁନ୍ 15 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସରକାରୀ ଛୁଟି ଦିବସ ଯୋଗୁଁ ଆସନ୍ତା 15ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜନଶୁଣାଣି ୱେବସାଇଟ୍ କିମ୍ବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜୀକରଣ କରାଯାଉଛି। ପରବର୍ତ୍ତୀ ଖବର ନିଟ୍ ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି, ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ 15 ମିନିଟ୍। ନିଟ୍ ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର, ଶୁକ୍ରବାର ନିଟ୍ ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ଼ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ। ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ 15 ମିନିଟ୍ ସମୟ। ପିଲାଙ୍କୁ 180 ମିନିଟ୍ ବଦଳରେ 195 ମିନିଟ୍ ମିଳିବ। ଆସନ୍ତା 21 ତାରିଖରେ ପରୀକ୍ଷା ଅପରାହ୍ନ 2ଟାରୁ 5ଟା 15 ମିନିଟ୍ ଯାଏଁ ଚାଲିବ। ପୁନର୍ପରୀକ୍ଷାର ପ୍ରଶ୍ନପତ୍ରର ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଅନେକ ରୂପ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଏବଂ ଅନ୍ୟ କର୍ମଚାରୀଙ୍କୁ ସଂଗରୋଧ ଆଇସୋଲେସନରେ ରଖାଯାଇଛି। ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ। ପରବର୍ତ୍ତୀ ଖବର ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟନେସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ। ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବହନ କମିଶନ ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ପରବର୍ତ୍ତୀ ଖବର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ବିଧର୍ମୀ କାର୍ଯ୍ୟ କରୁଛି ଇସ୍କନ, ଖୁବ୍ ଶୀଘ୍ର ନିଆଯିବ ପଦକ୍ଷେପ। ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଏବେ ତେଜିବାରେ ଲାଗିଛି। 2 ଦିନ ତଳେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପାଖରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ। ସରକାର କେବଳ ସେମାନଙ୍କ ପରମ୍ପରା ରକ୍ଷା କରିବା ପାଇଁ ଅନୁରୋଧ ହିଁ କରିପାରିବେ। ବର୍ତ୍ତମାନ ଏହି ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ଦେଇଛନ୍ତି।